ମରଣଜନ୍ତା ପାଲଟିଛି ଜାତୀୟ ରାଜପଥ 49। ସଡ଼କ ପଥ ହିଁ ମଣିଷ ଜୀବନ ସଉଦାର ଏକ ମୁଖ୍ୟ ମାଧ୍ୟମ। ସଡ଼କ ପଥକୁ ଛାଡ଼ିଦେଲେ ମଣିଷ ଗୋଟିଏ ମୁହୂର୍ତ୍ତ ମଧ୍ୟ ଚଳିପାରିବ ନାହିଁ। ପ୍ରତିଦିନ ସକାଳୁ ଉଠିଲା ପରେ ଦରକାର ପଡ଼ିଥାଏ ଏକ ସଡ଼କ ପଥ। ଯେଉଁ ସଡ଼କ ପଥରେ କି ମଣିଷ ତାର ନିଜର ଜୀବନ ଭବିଷ୍ୟତ ଗଢ଼ିବାରେ ପାଦ ଥାପିଥାଏ। ଭବିଷ୍ୟତ ଜୀବନର ସୁଖର ସୂର୍ଯ୍ୟ ସନ୍ଧାନରେ ମଣିଷ ବାଟ ଚାଲି ଅନେକ କିଛି କୀର୍ତ୍ତିମାନ ଅର୍ଜନ କରିବା ସହିତ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାରେ ସଫଳ ହୋଇଥାଏ। କିନ୍ତୁ ସେହି ସଡ଼କ ପଥ ଯେ ବେଳେବେଳେ ମରଣଜନ୍ତା ପାଲଟି ଯାଇ ମଣିଷ ଜୀବନ ପାଇଁ ଢାଙ୍କି ଦେଇଯାଏ ଏକ କାଳି ଅନ୍ଧାରର ଅମାବାସ୍ୟା ରାତି, ତାହା ଜାଣିବା ମୁସ୍କିଲ। ନିଜ ଜୀବନ ଜଞ୍ଜାଳରେ ସୁଖର ସଉଦା କରିବା ପାଇଁ ଯାଉଥିବା ମଣିଷ ପାଇଁ ଦୁର୍ଦ୍ଦିନର ସୂର୍ଯ୍ୟଟି ନିଷ୍ଠୁର ସାଜିଯାଇଥାଏ। କାହା ଜୀବନକୁ ଅକାଳରେ ନେଇଯାଉଥିବା ବେଳେ ପୁଣି କାହାକୁ ମରଣ ମୁହଁରୁ ଫେରାଇ ଆଣିଥାଏ। ଆଉ କାହାକୁ ପୁଣି ପଙ୍ଗୁ ଅଥର୍ବ କରି ସୁସ୍ଥ ମଣିଷକୁ ଅକାମୀ କରିଦେଇଥାଏ। ସେମିତି ଏକ ଦୁର୍ଘଟଣା ପ୍ରବଣ ସଡ଼କ ମରଣଜନ୍ତା ପାଲଟିଛି କେନ୍ଦୁଝର ସହର ଦେଇ କଲିକତାକୁ ଲମ୍ବି ଯାଇଥିବା 49 ନମ୍ବର ଜାତୀୟ ରାଜପଥ। ସେହି 49 ନମ୍ବର ଜାତୀୟ ରାଜପଥ ବେଲେତା ଘାଟି ନିକଟରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା। OD-15E-4374 ନମ୍ବର ଏକ ଟ୍ରକ୍ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇ ଡ୍ରାଇଭର ଜଣଙ୍କ ମରଣ ସହିତ ସଂଗ୍ରାମ କରୁଛନ୍ତି। ଟ୍ରକ୍ ଏତେ ଜୋରରେ ଧକ୍କା ହୋଇଯାଇଥିଲା ଯେ ଟ୍ରକ୍ ସହିତ ଡ୍ରାଇଭର ଜଣଙ୍କ ଚାପି ହୋଇ ରହିଯାଇଥିଲେ। ଟ୍ରକ୍ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ବହୁ କଷ୍ଟରେ ବାହାର କରି ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭର ଜଣଙ୍କ ହରିଚନ୍ଦନପୁର ଅଞ୍ଚଳର ଧଗଠ ବଡ଼ ନୂଆଗାଁର ବଳରାମ ମୁଣ୍ଡା ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକ୍ଟି ଗୋଟିଏ ପଟ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଏହି ଦୁର୍ଘଟଣାର 12 ଘଣ୍ଟା ନ ପୂରୁଣୁ ଆଉ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି ତୋରମୁଙ୍ଗା ପେଟ୍ରୋଲ ପମ୍ପ ନିକଟରେ। OD-099798 ଏକ ପଲ୍ସର ବାଇକ୍ CG-04MN4675 ଟ୍ରକ୍ ସହିତ ଧକ୍କା ହୋଇ ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା, ଦେଖିଲେ ଦେହ ଥରି ଉଠୁଥିଲା। ମୃତ୍ୟୁବରଣ କରିଥିବା ବାଇକ୍ ଆରୋହୀ ପାଟଣା ବ୍ଲକ ଅଞ୍ଚଳ ସିଲିଦା ଗ୍ରାମର 24 ବର୍ଷୀୟ ସିକୁ ବୋଲି ଜଣାପଡ଼ିଛି। ଏହି 49 ନମ୍ବର ଜାତୀୟ ରାଜପଥ ଏବେ ଏତେ ଭୟଙ୍କର ଆଉ ରକ୍ତମୁଖା ହୋଇଉଠିଛି ଯେ ସେହି ରାସ୍ତାରେ ଯିବା ଆସିବା ପାଇଁ ସାଧାରଣ ଲୋକ ଭୟ କରୁଛନ୍ତି। ପ୍ରତିଦିନ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଏହି 49 ନମ୍ବର ଜାତୀୟ ରାଜପଥରେ ଘଟି ଚାଲିଛି। ଏହି ରାସ୍ତା ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏଥିପାଇଁ ଦାୟୀ କିଏ, ତାହାର ସଠିକ୍ ଉତ୍ତର ଖୋଜି ବୁଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଠିକ୍ ଉତ୍ତର କ'ଣ ହୋଇପାରେ ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଦୁର୍ଘଟଣାକୁ ରୋକିବା ପାଇଁ ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ନେବା ଆବଶ୍ୟକ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, ଏବି ନ୍ୟୁଜ।